ମଇଁଷି ପିଠିରେ ଆବୁ ଫୁଲୁ ପେଣ୍ଟ ଭାଙ୍ଗ ଭାଙ୍ଗି ଯିବ ବୋଲି ଠିଆରେ ମୁତନ୍ତି ବାବୁ। ଏବେ କଣ ହେଲା? ଲଙ୍ଗଳା ଲଙ୍ଗଳା ନାଚ। ମାନେ ଯୋଉ ଗୀତର କୌଣସି ମିନିଂ ନାହିଁ, ଯୋଉ ଷ୍ଟୋରିର କୌଣସି ମିନିଂ ନାହିଁ, ଲୋକମାନେ ଧୀରେ ଧୀରେ ଯୋଉ କଣ୍ଟ୍ରୋଭର୍ସି ହେଲା, ଲଙ୍ଗଳା ଲଙ୍ଗଳା ନାଚ ହେଲା, ଆମର କଲଚରକୁ ବିରୋଧୀ ହେଇଗଲା। ଅଳ୍ପ ଅଳ୍ପ ଦେହରେ ମାନେ ଯୋଉ ଖାଲି ଅନ୍ତବସ୍ତ୍ର ପିନ୍ଧିକି ଝିଅ ମାନେ ଆଇଟମ ଡ୍ୟାନ୍ସ କଲେ କୋଉଥିରେ? ସିନେମାରେ। ପରିବାର ନେଇକି ଲୋକ ଆଉ ଦେଖିପାରିଲେ ନାହିଁ। ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ହେବାକୁ ବସିଲାଣି। ଏମାନେ ଯେତେ ଖାଲି ବାଡ଼େଇ ହଉଛନ୍ତି ଲୋକ, ଆମେ ବର୍ଷରେ 20ଟା ଫିଲ୍ମ କରୁଛୁ, କିନ୍ତୁ ଗୋଟିଏ ପ୍ରିମିୟରରେ ଗୋଟିଏ ଦିନ, ତା ପରଦିନ ଫିଲ୍ମ ଶେଷ। ଗୋଟେ ପର ଝିଅକୁ ଆପଣ ମାନେ ନେଇକି ଷ୍ଟେଜରେ ତାକୁ ପଇସା ଦେଇକି ଲଙ୍ଗଳା କରୁଛନ୍ତି, ତାକୁ ମୋବାଇଲରେ ଭିଡିଓ କରୁଛନ୍ତି, ତାକୁ ତାଳି ମାରିକି ମଉଜା କରୁଛନ୍ତି। ଏହା ଆମ ରାଜ୍ୟ, ଆମ ଦେଶ, ଆମ ଗାଁ, ଆମ ଟାଉନ ପ୍ରତି ବିପଦ ନୁହେଁ, ଇଏ ମହାବିପଦ ଡାକିକି ଆଣିଲା। ବର୍ତ୍ତମାନ ଦେଖନ୍ତୁ, ଏବେ ବର୍ତ୍ତମାନ ବାଡା ବାଡି ଲାଗିଛନ୍ତି। କୁହନି ପାଣ୍ଡବ ଆଉ କୌରବ, ଭାଇ ଆଉ ଭାଇ। ଦେଖନ୍ତୁ ସତଲା ମିଛ। ତାଳ ଗଛ ଗୋଟେ ବର ଗଛକୁ ଧରିକି ରଖିବାର କାପାସିଟି ନାହିଁ। ଜଣେ ଆକ୍ଟର ଯିଏ ଆକ୍ଟିଂ କରୁଛି, ସିଏ ଏତେ ସହଜରେ ମାଲିକାନା କରିପାରିବନି। ପଚାରନ୍ତୁ କାହିଁକି? ମୁଣ୍ଡେଇ ପାରିବନି ଟେନସନ। କିନ୍ତୁ ଗୋଟେ ମାଲିକ ଯେତେ ଟେନସନ ତାକୁ ଦେଲେ ମଧ୍ୟ ସେ ତାକୁ ମୁଣ୍ଡେଇକି ବସିଥିବ। ଶୁଣନ୍ତୁ, ମାନେ ବର୍ତ୍ତମାନ ଆମ ଓଡ଼ିଶାର ଯାତ୍ରାର ଗୋଟେ ବଢିଆ ଜିନିଷଟି ଚାଲୁଥିଲା। ଆପଣ ଦେଖନ୍ତୁ, ଏଇ ଯୋଉ ଆମ ପିଲାବେଳେ ବିଭିନ୍ନ ପ୍ରକାର ଲୋକକଳା ସବୁ ହଉଥିଲା। ଦଶକାଠିଆ ହଉ, ଦଶକାଠିଆ ପାଲା, ଘୁଡକି। ମୋର ମନ ଅଛି, ଆମର ଦାସକାଠିରେ ବୋଲା ହବ, ମଇଁଷି ପିଠିରେ ଆବୁ ଫୁଲୁ ପେଣ୍ଟ ଭାଙ୍ଗ ଭାଙ୍ଗି ଯିବ ବୋଲି ଠିଆରେ ମୁତନ୍ତି ବାବୁ। ମାନେ ଏଇ ଯୋଉ ଲୋକକଳା, ଏଇ ଯୋଉ ମାନେ ଏଇ ଯୋଉ ଛନ୍ଦ, ଏଇ ଯୋଉ ଲୋକକଳା ଏଟାକୁ କୁହାଯାଏ। ଇଏ ଧୀରେ 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 କୋଉଠି ନା କୋଉଠି ଲୁପ୍ତ ହେଇଗଲାଣି। ଆମ ପିଲାବେଳେ ଆମେ ଦେଖୁ ଘୋଡ଼ିକି ନାଚ, ଆମ ପିଲାବେଳେ ଦୁଆରି ନାଚ ହୁଏ, ଜଣେ ସୁଭଦ୍ରା କୋଭଳି ଭାବରେ, ମାନେ ବହୁତ ପ୍ରକାର ଜିନିଷ ସବୁ ଚାଲୁଥିଲା। ବର୍ତ୍ତମାନ ଯଦି କେବଳ ଦେଖିବେ, ଲୋକକଳା ଗୁଡ଼ିକ ବର୍ତ୍ତମାନ ବଞ୍ଚିକି ରହିଛି କୋଉଠି? ଗଞ୍ଜାମରେ ରହିଛି। ଅନେକ ଲୋକକଳା, ଶହ ଶହ ଭେରାଇଟିଜର ଲୋକକଳା କୋଉଠି? ଗଞ୍ଜାମରେ ଅଛି, ନୟାଗଡ଼ରେ ଅଛି। ବୁଝିପାରିଲେ? ଆଉ ପ୍ରାୟ ବିଲୁପ୍ତ ହେଇଗଲାଣି ସବୁ ସବୁ ଜିଲ୍ଲା, ପ୍ରାୟ ବିଲୁପ୍ତ। ସବୁଆଡେ ଅଛି କିନ୍ତୁ ପ୍ରାୟ ବିଲୁପ୍ତ। ସବୁଠୁ ହାଇଏଷ୍ଟ ଅଛି ବର୍ତ୍ତମାନ ଗଞ୍ଜାମରେ। ଫିଲ୍ମ, ଆମ ପିଲାବେଳେ ପରିବାରକୁ ନେଇକି ସବୁ ଫିଲ୍ମ ତିଆରି ହଉଥିଲା। ଯାହାକୁ ରଖିବ ଅନନ୍ତ, ଲାଲପାନ ବିବି, ପକା କମଳ ପୁଅ ତ ଛତା, ଲକ୍ଷେ ଶିବ ପୂଜି ପାଇଛୁ ପୁଅ, ଯୋଉ ସୁନ୍ଦର ଗୀତ। ଲକ୍ଷେ ଶିବ ପୂଜି ପାଇଥିଲୁ ପୁଅ, ପୁଅ ଚାହିଁଲା ନାହିଁ ତୋ ମୁହଁ, ଯିଏ ଥିଲା କାଲି ତୋ ଗଳାର ମାଳି, ଯିଏ ଥିଲା କାଲି ତୋ ଗଳାର ମାଳି, ଆଜି ହେଲା ସେ ଆଖିର ଲୁହଲ, ଆଜି ହେଲା ସେ ଆଖିର ଲୁହ। ହେ ଲକ୍ଷେ ଶିବ ପୂଜି ପାଇଥିଲୁ ପୁଅ। ଏଇ ଯୋଉ ଫିଲ୍ମ ଗୁଡାକରେ ଯାହା ଥିଲା, ଆଜିର ଆଉ ଫିଲ୍ମରେ ସେଇ ଯୋଉଗୁଡ଼ିକ ରହିଲାନି। ଏବେ କଣ ହେଲା? ଲଙ୍ଗଳା ଲଙ୍ଗଳା ନାଚ। ମାନେ ଯୋଉ ଗୀତର କୌଣସି ମିନିଂ ନାହିଁ, ଯୋଉ ଷ୍ଟୋରିର କୌଣସି ମିନିଂ ନାହିଁ, ଲୋକମାନେ ଧୀରେ ଧୀରେ ଯୋଉ କଣ୍ଟ୍ରୋଭର୍ସି ହେଲା, ଲଙ୍ଗଳା ଲଙ୍ଗଳା ନାଚ ହେଲା, ଆମର କଲଚରକୁ ବିରୋଧୀ ହେଇଗଲା। ଅଳ୍ପ ଅଳ୍ପ ଦେହରେ ମାନେ ଯୋଉ ଖାଲି ଅନ୍ତବସ୍ତ୍ର ପିନ୍ଧିକି ଝିଅ ମାନେ ଆଇଟମ ଡ୍ୟାନ୍ସ କଲେ କୋଉଥିରେ? ସିନେମାରେ। ପରିବାର ନେଇକି ଲୋକ ଆଉ ଦେଖିପାରିଲେ ନାହିଁ। ମୁହଁ ଦର୍ଶକ ଫେରେଇ ଦେଲେ, ଫିଲ୍ମ ହଲ ବନ୍ଦ ହେଇଗଲା। ବର୍ତ୍ତମାନ ଦେଖନ୍ତୁ, ଯୋଉ ନୟାଗଡ଼ ଟାଉନରେ, ମୁଁ ନୟାଗଡ଼ର କଥା ଯଦି କହିବି, ଯୋଉ ନୟାଗଡ଼ ଟାଉନରେ 2ଟା ଫିଲ୍ମ ହଲ ଥିଲା, ସବୁବେଳେ ହାଉସଫୁଲ, ଲୋକମାନେ ବାଡ଼ା ପିଟା। ଆଜି ଏବେ ଦେଖିଲା ବେଳକୁ, ଆମେ ଯେତେବେଳେ ଗାଁକୁ ମୋର ଯାଉଛି, ସେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ବରଗଛ କେବଳ ସାକ୍ଷୀ ରହିଛି, କେହି ନାହିଁ ଆଉ। ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ହେବାକୁ ବସିଲାଣି। ଏମାନେ ଯେତେ ଖାଲି ବାଡ଼େଇ ହଉଛନ୍ତି ଲୋକ, ଆମେ ବର୍ଷରେ 20ଟା ଫିଲ୍ମ କରୁଛୁ, କିନ୍ତୁ ଗୋଟିଏ ପ୍ରିମିୟରରେ ଗୋଟିଏ ଦିନ, ତା ପରଦିନ ଫିଲ୍ମ ଶେଷ। ହଁ କି ନାହିଁ? ଲୋକମାନେ ମୁହଁ ଫେରୁଥିଲେ ଯାତ୍ରାକୁ। ଯାତ୍ରାରେ ଲୋକମାନେ ଭଲ ପାଉଥିଲେ, ଲୋକମାନେ ପାରିବାରିକ ଜିନିଷ ଯାତ୍ରାରେ ହଉଥିଲା। କିନ୍ତୁ କୋଉଠି ନା କୋଉଠି ତା ଉପରେ ମଧ୍ୟ ଶନିଦଶା ଆସିକି ପଡିଗଲା। କଣ ଶନିଦଶା ପଡିଲା? ମୁଁ ଆପଣଙ୍କୁ ପୂର୍ବରୁ କହିଥିଲି, ଅନେକ ମିଡିଆରେ ମଧ୍ୟ ମୁଁ ଷ୍ଟେଟମେଣ୍ଟ ଦେଇଥିଲି। ଦେଖନ୍ତୁ, ଯୋଉ ରାଜ୍ୟରେ ମହିଳାଙ୍କୁ ସମ୍ମାନ ଦିଆଯାଏ, ଯୋଉ ରାଜ୍ୟରେ, ଯୋଉ ଦେଶରେ ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠି ରାମାୟଣ ଅର୍ଥାତ୍ ମା ସୀତାଙ୍କର ରାମାୟଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ କଥା। ଯୋଉଠି ମହିଳାମାନଙ୍କୁ ଅସମ୍ମାନ କରାଯାଏ, ଯୋଉଠି ମହିଳାମାନଙ୍କୁ ଅସମ୍ମାନ କରାଯାଏ, ସେଠି ମହାଭାରତ ତିଆରି ହୁଏ।
ମୁଁ କହିଥିଲି ଯେତେବେଳେ ଏଇ ଯୋଉ ଲଙ୍ଗଳା ଲଙ୍ଗଳା ନାଚକୁ ନେଇକି ଷ୍ଟେଜ ଉପରେ ତିଆରି କରାଯାଉଥିଲା, ଲଙ୍ଗଳା ଲଙ୍ଗଳା ନାଚ ଷ୍ଟେଜରେ କରାଯାଉଥିଲା, ହଉଥିଲା ନା ନାଇଁ? ସେତେବେଳେ ଆମେ ବି ତାକୁ ବିରୋଧ କରୁଥିଲୁ। ଗୋଟେ ପର ଝିଅକୁ ଆପଣମାନେ ନେଇକି ଷ୍ଟେଜରେ ତାକୁ ପଇସା ଦେଇକି ଲଙ୍ଗଳା କରୁଛନ୍ତି, ତାକୁ ମୋବାଇଲରେ ଭିଡିଓ କରୁଛନ୍ତି, ତାକୁ ତାଳି ମାରିକି ମଉଜା କରୁଛନ୍ତି। ଏହା ଆମ ରାଜ୍ୟ, ଆମ ଦେଶ, ଆମ ଗାଁ, ଆମ ଟାଉନ ପ୍ରତି ବିପଦ ନୁହେଁ, ଇଏ ମହାବିପଦ ଡାକିକି ଆଣିଲା। ବର୍ତ୍ତମାନ ଦେଖନ୍ତୁ, ଏବେ ବର୍ତ୍ତମାନ ବାଡିଆ ବାଡି ଲାଗିଛନ୍ତି। କୁହନି ପାଣ୍ଡବ ଆଉ କୌରବ, ଭାଇ ଆଉ ଭାଇ। ଦେଖନ୍ତୁ ସତଲା ମିଛ, ମାଲିକ ଆଉ କଳାକାର ଏମାନେ କିଏ? ଭାଇ। ହଁ କି ନାହିଁ? ବାପ ପୁଅର ସମ୍ପର୍କ, ଗୁରୁ ଶିଷ୍ୟର ସମ୍ପର୍କ। ମାନେ ଆମେ ମନେକର କୋର୍ଟ କଥା ଚିନ୍ତା କରିବା, ଏଇଟା ସୁଟିଂ କରନ୍ତୁନି, କୋର୍ଟ କଥା, ଜଜ ଓକିଲଙ୍କର ସମ୍ପର୍କ କଣ? ଆମେ ମନେକର ଆମକୁ କୋର୍ଟରେ ଆମେ ଗୋଟେ ଭୁଲ ଭାଲ କଣ ହେଇଯାଉଛି, ଆମକୁ ଜଜ ଶୋଧୁନାହାନ୍ତି? ଆରେ ବିଚାରପତି ଶୋଧୁଛନ୍ତି ନା ନାହିଁ? କିନ୍ତୁ ଆମେ କଣ କିଛି କହୁଛୁ? ସରି, ମୁଣ୍ଡ କୁଣ୍ଡେଇ ନମ୍ରତାର ସହିତ ସରି। ଯଦି ବାଇଚାନ୍ସ ମନେକର କୋର୍ଟ ଭିତରେ ରକ୍ତ, ମଣିଷର ରକ୍ତ ମାଂସ ଶରୀର, ଆଜ୍ଞା ବେଳେ ବେଳେ କଣ ଟିକେ ଭୁଲ ଭାଲ ହେଇଯିବ, ଯଦି କୋର୍ଟରେ ଗୋଟେ କଣ କହିଦେଇଥିବୁ, ତାପରେ ପୁନର୍ବାର ଜଜ ଆସି, ବିଚାରପତି ଆସିବେନି ଓକିଲଙ୍କ ପାଖକୁ, ଆମେ ପୁଣି ଯାଇକି ଚାମ୍ବରରେ ଭୁଲରେ ଗୋଟେ ଟେନସନ ଭିତରେ ଆଜ୍ଞା କଣ ଗୋଟେ କହିଦେଲି, ଆଜ୍ଞା ଟିକେ କ୍ଷମା କରିବି କହୁଛୁ। ଯୋଉ ପରିବାରରେ ଯିଏ ମେନ୍ କଥା ହଉଛି, ପରିବାରରେ ଯିଏ ବୁଝୁଛି, ମୁଖ୍ୟ ଆପଣଙ୍କ ବାପା, ବେଳେ ବେଳେ ଆପଣଙ୍କର ଭୁଲ ନଥାଇ ବେଳେ ବେଳେ ଗାଳି ଦିଅନ୍ତି ନା ନାହିଁ? ଆପଣ ଯାଇଥିବେ, ମା ପଠେଇଥିବ ପରିବା ପାଇଁ, ଆଇଲା ବେଳକୁ ଘରକୁ ଯଦି 2ଟା ବାଜିଗଲା ବିଧାୟଟା ହଉଥିଲା। ଆରେ କଣ ଭାଇ ଦିପହରେ ଯାଇ ଖୁରା ପଡୁଥିଲୁ, ଦେଖିଲାକୁ ମା ପଠେଇଥିଲା ପରିବା ପାଇଁ। ମୋର ଭୁଲ ହେଲା। ବାପା ଆସି ତମକୁ ଭୁଲ ମାଗିବ କି? ବାପା ମନ ଟିକେ ଦୁଃଖ କର, ବାପା ଭୁଲରେ ବାଡେଇ ଦେଲ ଆଉ। ବୁଝିପାରୁଛନ୍ତି ମୋ କଥା? ବାପା ପୁଅର ସମ୍ପର୍କ ଯାହା, ଗୋଟେ ମାଲିକ ଏବଂ କଳାକାରଙ୍କ ଭିତରେ ସମ୍ପର୍କ ତାହା। ଯଦି ସେମାନଙ୍କ ଭିତରେ କୌଣସି ପ୍ରକାର ମନାନ୍ତର ହେଲା, ତାହେଲେ ସେଟା ଚାରିକାନ୍ଥ ଭିତରେ ବନ୍ଦ ହେଇ କୌଣସି ପ୍ରକାର ଏଟା ସମାଧାନ ହେଇଯିବାର ଥିଲା। ହଁ କି ନାହିଁ? ଏଇଟା ଯେତେବେଳେ ଦୁନିଆ ଆଗକୁ ପଳେଇ ଆସିଲା, ସମସ୍ତଙ୍କର ଆଜ୍ଞା ଇଗୋ ଅଛି। କାହାର ଇଗୋ ନାହିଁ? କଳାକାରଙ୍କର ଇଗୋ ଅଛି, ମାଲିକର ମଧ୍ୟ ଇଗୋ ଅଛି। କିନ୍ତୁ ବରଗଛ ଆଜ୍ଞା ସବୁବେଳେ ବରଗଛ, ବରଗଛ ସବୁବେଳେ ବରଗଛ, ତାଳ ଗଛ ସବୁବେଳେ ତାଳ ଗଛ। ତାଳ ଗଛ କେତେ ଉପରକୁ ପଳଉ, କିନ୍ତୁ ବରଗଛ ଭଳି ସେ ଛାୟା ଦେଇପାରିବ ନାହିଁ, ବରଗଛ ଭଳି ମାନେ ଅକ୍ସିଜେନ ଦେଇପାରିବ ନାହିଁ, ବରଗଛ ଭଳି ସେ ପୂଜ୍ୟ ହେଇପାରିବ ନାହିଁ। କୋଉଠି ଗୋଟେ ବରଗଛ ଭିତରେ ଗୋଟେ ତାଳ ଗଛ ଉଠି ପଡିବ, କିନ୍ତୁ ଗୋଟେ ତାଳ ଗଛ ଗୋଟେ ବରଗଛକୁ ଧରିକି ରଖିବାର କାପାସିଟି ନାହିଁ। ଜଣେ ଆକ୍ଟର ଯିଏ ଆକ୍ଟିଂ କରୁଛି, ସିଏ ଏତେ ସହଜରେ ମାଲିକାନା କରିପାରିବନି। ପଚାରନ୍ତୁ କାହିଁକି? ମୁଣ୍ଡେଇ ପାରିବନି ଟେନସନ। କିନ୍ତୁ ଗୋଟେ ମାଲିକ ଯେତେ ଟେନସନ ତାକୁ ଦେଲେ ମଧ୍ୟ ସେ ତାକୁ ମୁଣ୍ଡେଇକି ବସିଥିବ। କଳାକାର ତାକୁ ଶୋଧିଲାଣି, ଶୁଣିବ, ଚୁପକିନି ରହିବ, କାହିଁକିନା ମାଲିକ ଶୁଣିବାକୁ ବାଧ୍ୟ। ଟେଣ୍ଟ ବାଲା କହିବ, ମୁଁ ଆଜ୍ଞା ମୋ ସ୍ତ୍ରୀର ଦିହ ଖରାପ, ମୁଁ ଆଜ୍ଞା ଆଉ ବାନ୍ଧିବାକୁ ଯିବିନି। ଟେନସନଟା ନେବ କିଏ? ମାଲିକ। ଆରେ ଅମୁକ ଜାଗାରେ ଆଡଭାନ୍ସ ହେଇଛି, ଯାତ୍ରା ପାର୍ଟି ଆସିଛି, ସେ କୁଆଡେ ଗଲାଣି, ଟେଣ୍ଟ ବାଲା ତା ଗଲା, ମୁଣ୍ଡ ଖରାପ। ହିରୋ କହିଲାଣି, ଆଜ୍ଞା ମୋର ଆଜି ଦେହ ଖରାପ, ମୁଁ କଣ କରିବି? ସିଆଡୁ ଫୋନ, ଆଜ୍ଞା ଆପଣ ଆଡଭାନ୍ସ ନେଇଥିଲେ। କିଏ ଟେନସନ ନେଲା? ମାଲିକ। ଯଦି ସବୁ ଟେନସନ ଗୋଟେ ଲୋକ ଟାୟାରଟା ନଉଛି, ଗାଡିର ଟାୟାରଟା ଯଦି ସବୁ ଟେନସନ ନଉଛି, ଟାୟାରଟା ଖାଇଗଲେ ଆପଣ ଚେଞ୍ଜ କରିବାକୁ ଡର କାହିଁ ଲାଗୁଛି? ହଁ କି ନାହିଁ? ଆପଣ ଥରେ ଚିନ୍ତା କରନ୍ତୁ। ତେଣୁ ଏଇ ଯୋଉ ଯାତ୍ରା ପାର୍ଟି ମାଲିକ ଏବଂ କଳାକାର, ଏମାନଙ୍କ ଭିତରେ ଗୋଟେ ସମନ୍ୱୟ ରହିବା ଦରକାର। ମୁଣ୍ଡ ଯେତେବେଳେ ଆପଣ ଯେତେବେଳେ ନୁଆଇଁ ଦେବେ, ଯେତେବେଳେ ଆପଣଙ୍କର ଲହରୀ ପାଣିଟା ଆସୁଛି, ସେ ପାସ୍ କରିଯିବ। ଯଦି ମୁଣ୍ଡକୁ ଉଠେଇ ଦେବେ, ଲହରୀ ପାଣିରେ ଆପଣ ଓଲଟି ପଡିବେ। ଯିଏ ମୁଣ୍ଡ ନୁଆଇଛି ସେ ଉପରକୁ ଉଠିଛି। ଅର୍ଥାତ୍ ଯେତେବେଳେ ଆପଣ ଦେଖିବେ ଗୋଟେ ପାଣି ବାଲ୍ଟିଟା ଯେତେବେଳେ ଯାଉଛି କୂଅ ଭିତରକୁ, ସେ ମୁଣ୍ଡ ନୁଆଇଲା ପରେ ପେଟେ ଧରିକି ଆଉଛି। ମୁଣ୍ଡ ଏମିତି ଉଠେଇକି ଅଛି, ବାଲ୍ଟି ବୁଡିବନି ରେ ବାପା। ବୁଝିପାରିଲେ ତ? ଗଣିତଟା ସେଇଠି। ବର୍ତ୍ତମାନ ଏମାନେ ଯୋଉ ଦୋଳଟେ ବାଡାବାଡି ହଉଛନ୍ତି, ବର୍ତ୍ତମାନ ଦେଖନ୍ତୁ ସମୁଦ୍ର ମନ୍ଥନ ହେଲା, ଲଙ୍ଗଳା ଲଙ୍ଗଳା ନାଚ ସବୁ ଷ୍ଟେଜ ଉପରେ କରାହେଲା, ବର୍ତ୍ତମାନ ମହାଭାରତ ତିଆରି ହେଲା, ଭାଇ ଭାଇ ଭିତରେ ମାଡଗୋଳ, ଯାତ୍ରାପାର୍ଟି ମାଲିକ ଏବଂ କଳାକାରଙ୍କ ଭିତରେ ମାଡଗୋଳ, କମେଡିଆନ ମାନେ ଆମର ୟାଙ୍କ ଭିତରେ ମାଡଗୋଳ, କମେଡିଆନ ଆଉ କିଏ? ଗୁରୁଙ୍କ ଭିତରେ ମାଡଗୋଳ। ଯୋଉଟା ସିଚୁଏସନ, ଏ ମାଡଗୋଳ ହେଇଛି କଣ ପାଇଁ? କେବଳ ପର ଝିଅକୁ ନେଇକି ଲଙ୍ଗଳା ଲଙ୍ଗଳା ନାଚ ସେଠୁ ଆରମ୍ଭ କଲେ। ସେଇଠୁ ତିଆରି ହେଇଛି ମହାଭାରତର ସୃଷ୍ଟି। କୋଉଠି? ସେଇଠି ସରକାର ବ୍ୟାନ୍ ଅର୍ଡର କଲେ, ସେଇଠୁ ସୃଷ୍ଟି। ଆପଣ ଚିନ୍ତା କରନ୍ତୁ, ସରକାର ଖଣ୍ଡଗିରିରେ ବ୍ୟାନ୍ ଅର୍ଡର କଲେ, ତାପରେ ପିୟୁଷ ବାବୁ ଧରା ପଇଲେ।
ଦୁଇଟା ଜାଗାରୁ ନେଇଛନ୍ତି ପଇସା ଅଫିସ ସବୁ ହିରୋ ହେଇଗଲେ ଲୋକମାନେ ଯାଉଥିଲେ ଲଙ୍ଗଳା ଲଙ୍ଗଳା ନାଚ ବନ୍ଦ ତେଣୁ ବର୍ତ୍ତମାନ ଷ୍ଟୋରି ଉପରକୁ ଲୋକ ନଜର ପକେଇଦେଲେ ଯୋଉଠି ଯଥା ପୂର୍ବମ୍ ତଥା ପର୍ବମ୍ ଷ୍ଟୋରି ଉପରକୁ ଆସିଗଲା ଷ୍ଟୋରିରେ ଯେତେବେଳେ ଦେଲେ ପିୟୁଷ ବାବୁ ଭଲ ଆକ୍ଟିଂ କଲେ ଭଲ ଯାତ୍ରାରେ ତାଙ୍କର ହେଲା ତାଙ୍କୁ ପୁରସ୍କାର ପ୍ରଦାନ କରାଗଲା ସେ ଯୋଡ଼େ ପାଟିରୁ ପଇସା ନେଇଯାଇଛନ୍ତି ଧରା ପଡ଼ିଗଲେ ଆରେ ସିଏ ଧରା ପଡୁ ପଡୁ ଆଉ ଜଣେ ଧରା ପଡ଼ିଲେଣି କିଏ ସେ ଯୋଉ ନରୀ ନନା ନା କଣ କହୁଛନ୍ତି ତାଙ୍କ କମେଡିଆନ ଆମେ ତ ଜାଣିନେ ଯାହା ଯାହା ଆମେ ଦେଖୁଛେ ସୋସିଆଲ ମିଡିଆରେ ଯେତେବେଳେ ମାଲିକ ମାନେ କଣ କଲେ ସେତେବେଳେ ଗୋଟେ ୟୁନିଟ ତିଆରି କଲେ ଆରେ ଆଜି ମୋଠୁ ପଇସା ନେଇଯାଉଛନ୍ତି କାଲି ତମଠୁ ନେଇଯାଉଛନ୍ତି କାଲି ତାଠୁ ନେଉଛନ୍ତି କାହାଠୁ କେତେ ପଇସା ନେଉଛନ୍ତି ତାର କିଛି ହିସାବ ନାହିଁ ଆମେ ଆମ ଛୁଆ ପିଲା ବାଇକିନା ଦାଣ୍ଡରେ ବସୁଛନ୍ତି ଆମେ ଜମି ବିକି ବିକି ଆଚ୍ଛା ଏତେ ବଡ ବଡ କଥା କହୁଛନ୍ତି ଯେ କଳାକାର ମାନେ ଏତେ ବଡ ବଡ କଥା କହୁଛନ୍ତି କିଛି ରୋଷ୍ଟର ମାନେ ଆପଣ ଗୋଟିଏ ଆଜିଠୁ ରିସର୍ଚ୍ଚ କରନ୍ତୁ ଗୋଟିଏ ଲୋକ ଅଛନ୍ତି ଯୋଉମାନେ ସବୁ ଯାତ୍ରା ମାଲିକ ଅଛନ୍ତି ମୁଁ ଯେତିକି ଜାଣିଛି ହାତ ଗଣନ୍ତି କିଛି ଲୋକଙ୍କୁ ଜାଣିଛି ମୁଁ କାହିଁକି ଜଣେ ଦେଖିନି ଯେ ଯାତ୍ରା ପାର୍ଟିରୁ ପ୍ରଫିଟ କରିକିରି ତାଙ୍କର ପରିବାର ଚାଲୁଛି ବରଂ ତାଙ୍କର ଅଲଗା କଣ ବିଜନେସ ଅଛି ସେ ପଇସାକୁ ଆଣିକି ଏଠି ଯାତ୍ରା ପାର୍ଟିରେ ଲଗେଇଛନ୍ତି ସମସ୍ତଙ୍କର ଅବସ୍ଥା ସେୟା ଯାହା ମୋ ପାଖରେ ଇନଫର୍ମେସନ ଅଛି ସେବା କହିଲେ କିଛି ଜମି ବିକିକି କରିଛନ୍ତି କିଛି ନିଜର ଅଲଗା ଅଲଗା କଣ ବିଜନେସ ଅଛି ସେ ପଇସାକୁ ଆଣିକି ଆ ଦେହରେ ଇନଭେଷ୍ଟମେଣ୍ଟ କରୁଛନ୍ତି ବୁଝିପାରିଲେ ଏବେ କଣ ହବଲା ଯଦି ୟୁନିଟ ହେଇଯିବ କଣ ହବ ନା ସେମାନେ ମନେକର ଡିସିସନ ନେବେ ଆମେ ନମଣା ହାଟରେ ପରିବା ବିକିଲା ଭଳିଆ ନା ରାତି 10ଟା ପର୍ଯ୍ୟନ୍ତ କେହି ପୋଟଳ କିଲୋ 40ରୁ କମେଇ ପାରିବନି ତମେ 45 ବିକ 50 ବିକ ଯାହା ବିକୁଛ 40ରୁ କମିବନି ସେମିତି ମନେକର ଯାତ୍ରା ପାର୍ଟି ସମସ୍ତେ ଏକାଠି ହେଇଗଲେ ସବୁ ମାଲିକ ମାନେ କାହିଁକିନା ସବୁ ବର୍ତ୍ତମାନ ଧୀରେ 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 ମଡିଫିକେସନ ହଉଛି ଏକାଠି ହେଇଗଲେ ଗୋଟେ ଡିସିସନ ନେବେ ମନେକର ହରି ବୋଲି ଜଣେ ହିରୋ ଅଛନ୍ତି ହରିଙ୍କର ରେଟ୍ ବର୍ତ୍ତମାନ 15 ଲକ୍ଷରୁ ଅଧିକା କୌଣସି ଯାତ୍ରା ପାର୍ଟିରେ ହିରୋଙ୍କୁ ଆପଣ ନେଇପାରିବେ ନାହିଁ ପର ମନ୍ଥ $1,00,000 କମ ହେଲାଣି ଗୋଟେ ରାତିରେ ମନେକର ଦେଖନ୍ତୁ ଯାତ୍ରା ପାର୍ଟି ମାନେ ମାସରେ କେତେ ଦିନ ନାଚ କରୁଛନ୍ତି ସେମାନେ ମାସରେ 20 ଦିନ କରୁଛନ୍ତି 20 ଦିନକୁ ମନେକର $1,00,000 ହେଲା ଗୋଟେ ମନେକର ଗୋଟେ ହିରୋ କଥା ଚିନ୍ତା କରନ୍ତୁ ଗୋଟେ ହିରୋଟିଏ ମନେକର ସେ ମାସକୁ $1,00,000 ନେଲା ଗୋଟେ ହିରୋର ରାତି 1ରେ ଯାତ୍ରା ପାର୍ଟି ଆରମ୍ଭ ହଉଛି 1ରୁ 2ଟା 2ଟାରୁ 3ଟା 3ଟାରୁ 4ଟା 4ଟାରୁ 5ଟା ହଉଛି ନା ନାଇଁ 4 ଘଣ୍ଟା 4 ଘଣ୍ଟା 4 ଘଣ୍ଟାରେ ଗୋଟେ ହିରୋର ଭୂମିକା କେତେ ଘଣ୍ଟା ଘଣ୍ଟେ 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 ହେଲେ ମାନେ $1,00,000 କଣ ଖରାପ ଆଜ୍ଞା କହିଲେ ମତେ ସେ ଘଣ୍ଟେ ପାଇଁ ସେ ମାସ ମାସ ଧରି ପଡି ରହୁଛନ୍ତି କିଏ ମନା କଲା ସେ ପ୍ରତି ମାସରେ କଣ ପଇସା ଦିଆହଉନି 12 ବର୍ଷ ସାରା ପଇସା ଦିଆହଉଛି ପରା ଆରେ ସେ ଦିନ ଯାକ ପାଇଁ ପଇସା ଦିଆଯାଉଛି ତା ଦେହରେ ଏଇଟା ହଉଛି କେବଳ ପଇସାଟା ଆପଣ ତାଙ୍କ ପାଇଁ ସ୍ୱତନ୍ତ୍ର ଗାଡି ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପାନୀୟର ବ୍ୟବସ୍ଥା ତାଙ୍କ ପାଇଁ ସ୍ୱତନ୍ତ୍ର କଷ୍ଟ୍ୟୁମର ବ୍ୟବସ୍ଥା ତାଙ୍କ ପାଇଁ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା ସବୁ ପ୍ରକାର ବ୍ୟବସ୍ଥା ତାଙ୍କ ପାଇଁ ଏକ୍ସଟ୍ରା ଆହୁରି କରାଯାଉଛି ସବୁ ଏକ୍ସଟ୍ରା ଖାଇବା ପିଇବା ରହିବା ଗାଡି ଘୋଡା ସବୁ ଏକ୍ସଟ୍ରା ହଉଛି ମୋ କଥା ବୁଝନ୍ତୁ ଜିନିଷଟାକୁ ତାପରେ ଯେତେବେଳେ ଯଦି ମାଲିକ ମାନଙ୍କ ଭିତରେ ଗୋଟେ ୟୁନିଟଟେ ପଳେଇ ଆସିବ ତାହେଲେ କଣ ହବ ନା ଏଇ ଯୋଉ ଜିନିଷ ଗୁଡାକ ଆଉ ହେଇପାରିବ ନାହିଁ ଏଇ ଯୋଉ ମନ ଇଚ୍ଛା ରେଟ୍ କହୁଥିଲେ ସେଗୁଡା ହେଇପାରିବନି ତେଣୁ ଯୋଉମାନେ ସବୁ ହାଇପେଡ୍ ଆର୍ଟିଷ୍ଟ ଯୋଉମାନେ ସବୁ ସେପଟ ଏଥର କରୁଥିଲେ ସେମାନେ ସବୁ ଏସବୁ ଜିନିଷ କରୁଛନ୍ତି ଆଉ ଗୋଟେ କଥା କଣ ଆମର ଓଡ଼ିଶାରେ ଯଦି ଦେଖିବେ ଟ୍ୟାଲେଣ୍ଟଙ୍କର କୌଣସି କମ ନାହିଁ ବହୁତ ଟ୍ୟାଲେଣ୍ଟ ଅଛନ୍ତି ଯେତେବେଳେ ଆଜ୍ଞା ଇନ୍ଦିରା ଗାନ୍ଧୀ ଥିଲେ ଭାରତର ପ୍ରଧାନମନ୍ତ୍ରୀ ଲୋକମାନେ କଣ କହୁଥିଲେ ତାଙ୍କ ପରେ କିଏ ଆଉ ଭାରତର ପ୍ରଧାନମନ୍ତ୍ରୀ ଅଭାବ ହେଇଛନ୍ତି ଇନ୍ଦିରା ଗାନ୍ଧୀ ଗଲା ପରେ ଏଇ ଯାତ୍ରା କଳାକାର ଗଲା ପରେ କଣ ଯାତ୍ରା କଳାକାର ଅଭାବ ହେଇଛନ୍ତି ହଁ ଆପଣ କଣ ଜଣେ ଭଲ ଆର୍ଟିଷ୍ଟ ନୁହଁ ଆରେ ଆପଣ କଣ ଆର୍ଟିଷ୍ଟ ଏଠି ଓଡ଼ିଶାରେ କିଏ ଆର୍ଟିଷ୍ଟ ନୁହଁ କହିଲେ ଯାହା ମୁହଁରେ ରଙ୍ଗ ମାରିବ ସିଏ ଆର୍ଟିଷ୍ଟ ତେବେ ସେମାନଙ୍କୁ କାହିଁକି ଏତେ ବୁଢା ହେଲେଣି ସେମାନଙ୍କୁ କହୁଛି ପରା ସେମାନେ ପୁରା ଆପଣ ବୁଝିପାରିଲେନି କି ସେମାନେ ଗୋଟେ ୟୁନିଟ ତିଆରି କରିଛନ୍ତି ନହେଲେ ବ୍ଲାକମେଲିଂ କରିବେ ଯାତ୍ରା ପାର୍ଟି ମାଲିକଙ୍କୁ ଏବେ ଯେତେବେଳେ ଯାତ୍ରା ପାର୍ଟି ମାଲିକଙ୍କ ଭିତରେ ଏକତା ଯଦି ପଳେଇ ଆସିଲା ତାହେଲେ ସେ ଆଉ ବ୍ଲାକମେଲିଂ କରିପାରିବେ ୟଙ୍ଗ ପିଲା ଗୁଡା ଆପଣ ୟଙ୍ଗ ପିଲା ଗୁଡାକ ଅଛନ୍ତି ଯୋଉ ଆକ୍ଟିଂ କରୁଛନ୍ତି ଯୋଉ ଆପଣ ଦେଖୁଛନ୍ତି ୟୁଟ୍ୟୁବରେ ଆପଣ ୟୁଟ୍ୟୁବ ଦେଖୁନାହାନ୍ତି କି କମେଡି ସେମାନେ କରୁଛନ୍ତି ଆହା ଅତି ସୁନ୍ଦର କି ସୁନ୍ଦର ଭାବରେ ସେମାନେ ରୋଲ କରୁଛନ୍ତି ଯୋଉ ୟୁଟ୍ୟୁବ ଫିଲ୍ମ ଯୋଉ ସର୍ଟ ଫିଲ୍ମ ଗୁଡାକ କରୁଛନ୍ତି ଆହା ଅତି ସୁନ୍ଦର କି ମ୍ୟୁଜିକ କଣ ବଜାଉଛନ୍ତି ପିଲାମାନେ କଣ ଗାଉଛନ୍ତି ପିଲାମାନେ ଓହ ଟ୍ୟାଲେଣ୍ଟର ଅଭାବ ନାହିଁ ହଁ କି ନାଇଁ କିନ୍ତୁ ଗୋଟେ ଜିନିଷର ଅଭାବ ଅଛି ଓଡ଼ିଶାରେ କଣ ପଚାରନ୍ତୁ नो ବଡ ଅଭାବଟା ହଉଛି କଣ କିଏ ମାଲଟା ଲଗେଇବ ଯାତ୍ରା ପାର୍ଟି ତିଆରି କରିବା ପାଇଁ ସିଏ ହେଲେ ମାଲିକ ଦଳ ତେଣୁ ସେମାନେ ଯଦି ବାଜାରଟାକୁ ବନ୍ଦ କରିଦେବେ ବର୍ଷେ ଇଏ ବଳେ ସବୁ ଦଶୀ ପୋକ ତଳମୁହାଁ କିନ୍ତୁ ମୁଁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ହାତ ଯୋଡ଼ିକି ନିବେଦନ କରୁଛି ଯୋଉମାନେ ବଡ ବଡ କଳାକାର ଅଛନ୍ତି ଆପଣମାନେ ସବୁବେଳେ ସବର୍ଡିନେଟ କଳାକାର ମାନଙ୍କୁ କେମିତି ସୁଯୋଗ ଦିଆହବ ସେ କଥା ଚିନ୍ତନ କରନ୍ତୁ ପ୍ରଥମ କଥା
सबर्डिनेट जो माने नुआ नुआ पिला माने काम କରିବାକୁ ଯାଉଛନ୍ତି ତାଙ୍କୁ କେମିତି ସୁଯୋଗ ଦିଆହବ ସେମାନେ କେମିତି ନାଁ କମେଇବେ ତା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଏବଂ ଦ୍ୱିତୀୟରେ ମୁଁ ହାତ ଯୋଡ଼ିକି ଯୋଉ ମାଲିକମାନଙ୍କୁ ଅନୁରୋଧ କରୁଛି ଯୋଉମାନେ ସବୁ ମାଲିକ ହେଇଛନ୍ତି ତାଙ୍କୁ ଅନୁରୋଧ କରୁଛି ଯାତ୍ରା ପାର୍ଟିକି ଆଜ୍ଞା ବନ୍ଦ କରନ୍ତୁ ନାହିଁ। ଇଏ କେତେ ଜଣ ପାଡୁଛନ୍ତି ଛିଙ୍କୁଛନ୍ତି ବୋଲି ଆପଣଙ୍କ ପାଖରେ ଯୋଉ ଟେଣ୍ଟ ବାନ୍ଧିବାଠୁ ଆରମ୍ଭ କରି ରୋଷେଇକାର ପର୍ଯ୍ୟନ୍ତ ମୁହଁରେ ପାଉଡର ମାରୁଥିବାଠୁ ଆରମ୍ଭ କରି ମେଲୋଡି ପାର୍ଟିରେ ଗୀତ ବୋଲିବା ପର୍ଯ୍ୟନ୍ତ ଆଉ ଡ୍ରେସ୍ ପଡ଼ିଗଲେ ଉଠେଇବାଠୁ ଆରମ୍ଭ କରି ଟ୍ରକର ଗାଡ଼ି ବାଡ଼େଇବା ପର୍ଯ୍ୟନ୍ତ ଗୋଟେ ଗୋଟେ ପାର୍ଟିରେ 300 ଲୋକ କାମ କରୁଛନ୍ତି। ତା ଦେହରୁ 3ଟା ଲୋକଙ୍କ ପାଇଁ ଯଦି ଯାତ୍ରା ପାର୍ଟିଟା ଆପଣ ସ୍ୱାଭିମାନର ବନ୍ଦ କରିଦେବେ ନା 300 ଲୋକଙ୍କ ପରିବାର ଆଜ୍ଞା ନଷ୍ଟ ହେଇଯିବ। ଏବଂ ଆମ ଓଡ଼ିଶାର ଗୋଟେ ଲୋକକଳା ବନ୍ଦ ହେଇଯିବ। ଲୋକମାନେ ଗାଁର ଯୋଉ ମନୋରଞ୍ଜନ ଯୋଉ କରୁଥିଲେ ସେଇଟା ବନ୍ଦ ହେଇଯିବ। ଆଉ ଆପଣମାନେ ୟୁନିଟ୍ ରୁହନ୍ତୁ, ପେମେଣ୍ଟଟା ଠିକ୍ ସେ ଦିଅନ୍ତୁ। ଆ ଦ୍ୱାରା କ'ଣ ହବ ଯୋଉ ଟିକେଟଟା ଆମେ 300 ଟଙ୍କା 400 ଟଙ୍କା ଦେଇକି ଦେଖୁଥିଲେ ଗୋଟେ ଯାତ୍ରା ପାର୍ଟି ସେଇ ଜାଗାରେ ଟିକେଟଟା 100 ଟଙ୍କା କେମିତି ହବ। ଗୋଟେ ସାଧାରଣ ପରିବାର ଲୋକଟେ ଗୋଟେ ଗରିବ ମଜଦୁରଟେ ଗୋଟେ ସାଧାରଣ ଜର୍ଣ୍ଣାଲିଷ୍ଟ ଯିଏ 10,000 ଟଙ୍କା ଦରମା ପାଉଛି ହଁ କି ଗୋଟେ ସାଧାରଣ ଲୋକଟିଏ ଆମେ ଯାହା କହୁଛେ ଯାହାର ମାସକୁ 10,000 ଟଙ୍କା ରୋଜଗାର 5,000 6,000 ଟଙ୍କା ଲୋକ ରୋଜଗାର କରୁଛନ୍ତି ଗୋଟେ ସିକ୍ୟୁରିଟି ଗାର୍ଡଟିଏ ସେ ଆଟଲିଷ୍ଟ ଗୋଟେ 100 ଟଙ୍କା ଦେଇକି ଗୋଟେ ଯାତ୍ରା ଯାଇ ଦେଖି ମନୋରଞ୍ଜନ କରୁ। ମୁଁ ହାତ ଯୋଡ଼ିକି ଅନୁରୋଧ କରୁଛି ଆ ଉପରେ ଟିକେ ସମୁଦ୍ର ମନ୍ଥନ ହଉ। ସମସ୍ତ ପ୍ରେସ୍ ରିପୋର୍ଟର ମାନଙ୍କୁ ମଧ୍ୟ ଅନୁରୋଧ କରୁଛି ସମୁଦ୍ର ମନ୍ଥନ ଟିକେ ହଉ। ପେମେଣ୍ଟ କମିଗଲା ମାନେ ଯାତ୍ରା ପାର୍ଟିରେ ନୂଆ ପିଲା ସବୁ ଆଗକୁ ଆସିବେ। ନୂଆ ପିଲାଙ୍କର ଅଭାବ ନାହିଁ ଏବଂ ମାଲିକମାନେ ମଧ୍ୟ ଯାତ୍ରା ପାର୍ଟି ବନ୍ଦ କରନ୍ତୁ ନାହିଁ। ଯୋଉ ଆପଣମାନେ ଡିସିସନ୍ ନେଉଛନ୍ତି ଆମେ ବନ୍ଦ କରିଦେବୁ କରନ୍ତୁ ନାହିଁ ପ୍ଲିଜ୍। ଦିସ୍ ଇଜ୍ ମାଇ ପର୍ସନାଲ ରିକ୍ୱେଷ୍ଟ।